ଦାବି ଆଗରୁ ବି ହୋଇଛି ଆଉ ଏବେ ବି ହେଉଛି ଯୁକ୍ତିସଙ୍ଗତ ଦାବି, କିନ୍ତୁ କେହି ଶୁଣୁନାହାନ୍ତି। ହଁ ମାରି ଚୁପ୍ ବସିଯାଉଛନ୍ତି। ବ୍ରହ୍ମପୁରବାସୀଙ୍କ ପାଇଁ ଏହା ହିଁ ତ ବିଡ଼ମ୍ବନା। କଥା ହେଉଛି ବ୍ରହ୍ମପୁରଠାରୁ ଶ୍ରୀକ୍ଷେତ୍ର ପୁରୀ ଯାଏଁ ସିଧାସଳଖ ଟ୍ରେନ୍ ଚଳାଚଳ ପାଇଁ ବହୁ ଦିନରୁ ଦାବି ହୋଇ ଆସୁଛି। ଗଞ୍ଜାମ ଜିଲ୍ଲାରୁ ବହୁ ସଂଖ୍ୟାରେ ଲୋକ ଜଗା ଦର୍ଶନ ପାଇଁ ପ୍ରତିଦିନ ପୁରୀ ଯାଆନ୍ତି। କାର୍ତ୍ତିକ ମାସ ପରି ଧର୍ମ ମାସରେ ତ ହଜାର ହଜାର ଲୋକ ପୁରୀକୁ ଯାଆନ୍ତି। କାର୍ତ୍ତିକ ମାସ ଓ ରଥଯାତ୍ରାରେ ତ ରାଜ୍ୟର ସବୁଠୁ ଅଧିକ ଶ୍ରଦ୍ଧାଳୁ ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରୁ ପୁରୀ ଯାଇଥାନ୍ତି। ଅବଶ୍ୟ ରଥଯାତ୍ରା ବେଳେ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା ହୋଇଥାଏ, କିନ୍ତୁ ଅନ୍ୟ ଦିନେ ଗୁଣପୁର ପୁରୀ ଓ ତିରୁପତି ପୁରୀ ଏକ୍ସପ୍ରେସ୍ ହିଁ ଯାଏ। ଏସବୁ ଟ୍ରେନ୍ର ବ୍ରହ୍ମପୁର ଟାଇମିଂ କିନ୍ତୁ ପୁରୀ ଯାଉଥିବା ଜିଲ୍ଲାର ଅନେକ ଲୋକଙ୍କୁ ସୁହାଏ ନାହିଁ। ଫାଷ୍ଟ DMU ମେମୁ ଭଳି ସକାଳେ ଶୀଘ୍ର ଆସୁଥିବା ଟ୍ରେନ୍ ପାଲାସା ଓ ଗୁଣପୁରରୁ ଆସେ। ଆଉ ଏସବୁ ଟ୍ରେନ୍ରେ ବ୍ରହ୍ମପୁରରୁ ଚଢ଼ିଲେ ଯାତ୍ରୀମାନେ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ଓହ୍ଲାଇଥାନ୍ତି। ସେଠାରୁ ସେମାନଙ୍କୁ ପୁରୀ ଯିବା ପାଇଁ ଅନ୍ୟ ଟ୍ରେନ୍ ପାଇଁ ଅପେକ୍ଷା କରିବାକୁ ପଡ଼େ। ଟ୍ରେନ୍ ଯୋଗେ ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାର ଅନ୍ୟ ସ୍ଥାନରୁ ପୁରୀ ଯିବା ପସନ୍ଦ କରୁଥିବା ଯାତ୍ରୀଙ୍କ ପାଇଁ ବ୍ରହ୍ମପୁର, ପୁରୀ ଓ ବ୍ରହ୍ମପୁର ପାସେଞ୍ଜର ଟ୍ରେନ୍ ଚଳାଚଳ ଆରମ୍ଭ କରିବାକୁ ଗତ କିଛି ବର୍ଷ ଧରି ଦାବି ହୋଇ ଆସୁଛି। କିନ୍ତୁ ଏହି ନ୍ୟାୟୋଚିତ ଦାବି ପ୍ରତି ରେଳ କର୍ତ୍ତୃପକ୍ଷ କର୍ଣ୍ଣପାତ କରିନାହାନ୍ତି। ସହରବାସୀ କହିବା କଥା ହେଲା ଯେ ବ୍ରହ୍ମପୁରରୁ ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ ନିୟମିତ ଚଳାଚଳ କରୁଛି। ଏହି ଟ୍ରେନ୍ ଦ୍ୱାରା ଆନ୍ଧ୍ର ଲୋକେ ହିଁ ଅଧିକ ଉପକୃତ ହୁଅନ୍ତି। ବ୍ରହ୍ମପୁରରୁ ସବୁବେଳେ ବହୁ ସଂଖ୍ୟାରେ ଯାତ୍ରୀ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପୁରୀ ଯାଉଥିଲେ ମଧ୍ୟ ସିଧାସଳଖ ଟ୍ରେନ୍ ବ୍ୟବସ୍ଥା ନଥିବାରୁ ଦୁଃଖର ବିଷୟ ବୋଲି ମତ ପ୍ରକାଶ ପାଇଛି। ଏହି ଦାବି ନେଇ ଧାରଣା ଓ ପ୍ରତିବାଦ ମଧ୍ୟ ହୋଇଛି, କିନ୍ତୁ କିଛି ଫଳ ହୋଇନାହିଁ। ସକାଳୁ ବ୍ରହ୍ମପୁରରୁ ପୁରୀକୁ ସିଧାସଳଖ ନିୟମିତ ଫାଷ୍ଟ ପାସେଞ୍ଜର ଟ୍ରେନ୍ ଚଳାଚଳ ପାଇଁ ବିଭିନ୍ନ ସଂଗଠନ ଓ ନାଗରିକ କମିଟି ଦାବି କରିଛନ୍ତି। ତାଳଚେର ଓ ଅନୁଗୁଳ ପରି ସ୍ଥାନରୁ ପୁରୀ ପାଇଁ ସିଧାସଳଖ ପାସେଞ୍ଜର ଟ୍ରେନ୍ ଚଳାଚଳ କରୁଥିବା ବେଳେ ବ୍ରହ୍ମପୁରକୁ କାହିଁକି ଅବହେଳା କରାଯାଉଛି ବୋଲି ପ୍ରଶ୍ନ ଉଠିଛି। ବ୍ରହ୍ମପୁରର ନିର୍ବାଚିତ ଜନପ୍ରତିନିଧି ଓ ଗଞ୍ଜାମ ଜିଲ୍ଲାରୁ ରାଜ୍ୟ ସରକାରରେ ସଦସ୍ୟ ଥିବା ବିଧାୟକମାନେ ଏ ଦିଗରେ ଉଦ୍ୟମ କରିବା ଦରକାର ବୋଲି ମତ ପ୍ରକାଶ ପାଇଛି। ରିପୋର୍ଟ ସିଲ୍କ ସିଟି ଲୋକାଲ।